ଖଣ୍ଡପଡ଼ାରେ ଏନ୍ଏସି ପ୍ରତିଷ୍ଠା ହେବାର 35 ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଖଣ୍ଡପଡ଼ା ସହରରେ ଥିବା ମୁଖ୍ୟ ବଜାରରେ ଆଜି ପର୍ଯ୍ୟନ୍ତ ପରିସ୍ରାଗାରଟିଏ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖଣ୍ଡପଡ଼ା ସହରର ରଥଗଡ଼ା ଛକଠାରୁ ଥାନା ଛକ ପର୍ଯ୍ୟନ୍ତ ପ୍ରାୟ 1 କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ବସ୍ ଷ୍ଟପ୍ଟିଏ କିମ୍ବା ପରିସ୍ରାଗାରଟିଏ ନଥିବାରୁ ଖଣ୍ଡପଡ଼ା ସହରକୁ ପ୍ରତିଦିନ ଆସୁଥିବା ଶହ ଶହ ଲୋକମାନେ ଏଥିଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଖିବାକୁ ଗଲେ ଏଠାରେ 3ଟି ବ୍ୟାଙ୍କ ସମେତ ଅନେକ ଶିକ୍ଷାନୁଷ୍ଠାନ ଓ ମୁଖ୍ୟ ବଜାର ରହିଛି, ଯେଉଁଠିକି ପ୍ରତିଦିନ ଶତାଧିକ ମହିଳା ଓ ପୁରୁଷ ତଥା ଛାତ୍ରଛାତ୍ରୀମାନେ ଆସିଥାନ୍ତି। ଏବଂ ଅନ୍ୟପକ୍ଷରେ ଦେଖିବାକୁ ଗଲେ ରଥଗଡ଼ା ଛକଠାରୁ ବଜାର ପର୍ଯ୍ୟନ୍ତ ପ୍ରତିଦିନ ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣମାନେ ନିଜର ପ୍ରତିଦିନର ନିତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଆସିଥାନ୍ତି। କିନ୍ତୁ ଏଠାରେ ଶୌଚାଳୟ କିମ୍ବା ପରିସ୍ରାଗାରଟିଏ ନଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ନିମନ୍ତେ ବହୁବାର ସ୍ଥାନୀୟ 5 ନମ୍ବର ଓ 6 ନମ୍ବର କାଉନସିଲରଙ୍କ ସମେତ ଅନେକ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାମାନେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣାପଡ଼ିଛି। ଖଣ୍ଡପଡ଼ାରେ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ କୋଣ ଅନୁକୋଣରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଛି ପ୍ରମୁଖ ସମସ୍ୟା ରହିଛି, ଯାହା ପ୍ରତି ଏନ୍ଏସି ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ସେଥିମଧ୍ୟରୁ ଏହି ରଥଗଡ଼ା ଛକ ଓ ଥାନା ଛକ ମଧ୍ୟରେ ଏକ ପରିସ୍ରାଗାର ଓ ସ୍ନାନାଗାର ନିର୍ମାଣ କାର୍ଯ୍ୟ ନିହାତି ଆବଶ୍ୟକ ରହିଛି। ଅନ୍ୟପକ୍ଷରେ ଏହି ରାସ୍ତା ଦେଇ ଶହ ଶହ ଗାଡ଼ି ମୋଟର ଯାତାୟାତ କରୁଛି ଏବଂ ଏଠାରୁ ଭୁବନେଶ୍ୱର ହେଉ କିମ୍ବା ନୟାଗଡ଼, କଣ୍ଟିଲୋ ଆଦି ସ୍ଥାନକୁ ଯିବା ପାଇଁ ପ୍ରତିଦିନ ଯାତ୍ରୀମାନେ ଅପେକ୍ଷା କରିଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏନ୍ଏସି ପକ୍ଷରୁ ଯାତ୍ରୀ ବିଶ୍ରାମଗାରଟିଏ ନିର୍ମାଣ କରାଯାଉନାହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସବୁକୁ ବିଚାର କରାଗଲେ ଏଠାରେ ନିଶ୍ଚିନ୍ତ ଏକ ଯାତ୍ରୀ ବିଶ୍ରାମଗାର ଓ ଏକ ପରିସ୍ରାଗାର ଏବଂ ଶୌଚାଳୟଟିର ଆବଶ୍ୟକତା ନିଶ୍ଚିନ୍ତ ଭାବେ ରହିଛି। ତେଣୁ ଏନ୍ଏସି କର୍ତ୍ତୃପକ୍ଷ ଓ ଏନ୍ଏସି ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏବେ ଦେଖିବାକୁ ବାକି ରହିଲା ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଓ ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଠାରେ କେବେ ଏହା ନିର୍ମାଣ କରାଯାଉଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।